ବିହାରରେ କ୍ରସ୍ କଲା ବସ୍, ମଧ୍ୟପ୍ରଦେଶ ବି କ୍ରସ୍ କଲା। ଏଇ 2 ଟା ଷ୍ଟେଟରେ ମୁଁ ଦେଖିଲି ଯେ ସାଇଡରେ ଫଳ ଦୋକାନ କାଁ ଭାଁ କୋଉଠି ଗୋଟେ ଗୁପଚୁପ ବାଲା ଅଛନ୍ତି। କିନ୍ତୁ ଗୁପଚୁପ ବାଲାର ପ୍ରଶ୍ନ ନାହିଁ। ପ୍ଲସ୍ ଆପଣଙ୍କୁ ଫାଷ୍ଟ ଫୁଡର ପ୍ରଶ୍ନ ନାହିଁ। ରାସ୍ତା କୋଉଠି ଆମର ଓଡିଶାରେ ଆପଣ ଦେଖିବେ ଯୋଉଠି ଯିବେ ଯୋଉ ସାଇଡରେ ଦେଖିବେ ଗୋଟେ ଫାଷ୍ଟ ଫୁଡ ଦୋକାନ ଲାଗିଛି। ତ ଫାଷ୍ଟ ଫୁଡ ଆମେ ସମସ୍ତେ ଫାଷ୍ଟ ଫୁଡ ଖାଉଛନ୍ତି। ଆମେ ମଇଦା ଗୋଟେ ବଡିରୁ ହଜମ ହବାକୁ ହେଲେ 3 ଦିନ ଲାଗିବ। ମଇଦା ଜାତୀୟ ଜିନିଷ ଯଦି ଆପଣ ଖାଉଛନ୍ତି ଆପଣଙ୍କ ପାକସ୍ଥଳୀରୁ କ୍ଲିୟର ହେଇକି ମଳ ଆକାରରେ ବାହାରିବାକୁ ହେଲେ 3 ଦିନ ସମୟ ଲାଗିବ। ମଟନ ଯଦି ଆପଣ ଖାଇଛନ୍ତି ଆପଣଙ୍କ ବଡିରୁ ବାହାରିବାକୁ ହେଲେ ମିନିମମ୍ 6 ରୁ 7 ଦିନ ଲାଗିବ। ତ ଏଇସବୁ ପ୍ରତି ଆମେ ଧ୍ୟାନ ଦେବା ଦରକାର। କୋଉ ଜିନିଷ ଆମକୁ ହଜମ ହବ ଆଉ କେତିକି ଖାଇବା ଦରକାର। ରିଫାଇନ ତେଲ, ରିଫାଇନ ତେଲ ପୂର୍ବ 20 ବର୍ଷ ପୂର୍ବକୁ ଯାଆନ୍ତୁ ଆପଣ ସମସ୍ତେ ସୋରିଷ ତେଲ ୟୁଜ୍ କରୁଥିଲେ। ଯଦି ଗାଁରେ ଭୋଜି ହଉଥିଲା ତାହେଲେ ରିଫାଇନ ତେଲ ଆସୁଥିଲା। ବଡ ବଡ ଭୋଜିକି ଆସୁଥିଲା ରିଫାଇନ ତେଲ। କିନ୍ତୁ ସୋରିଷ ତେଲ ସମସ୍ତେ ୟୁଜ୍ କରୁଥିଲେ। ତ ସୋରିଷ ତେଲ ୟୁଜ୍ କରିବା ଦ୍ଵାରା ଆମର ଯୋଉ ଭଉଣୀମାନେ ଥିଲେ କି ଆମର ଛୋଟ ଛୋଟ ଯୋଉମାନେ ମେଟ୍ରିକ ମାନେ +2 ନହେଲେ ମେଟ୍ରିକ ବେଳକୁ ତାଙ୍କର ମାସିକିଆ କି ପିରିୟଡ ହଉଥିଲା। ଛୋଟ ଛୋଟ ଝିଅମାନଙ୍କର ଯୋଉ ପ୍ରଥମ ପିରିୟଡ ହୁଏ ସେମାନେ ହଉଥିଲା। କିନ୍ତୁ ଆଜିକା ଡେଟରେ ଏଇ ରିଫାଇନ ତେଲ ସକାଶେ ଆପଣଙ୍କ ଘରେ ଛୋଟ ଝିଅଟେ ହଉ ନହେଲେ ମାଟେ ହଉ ନହେଲେ ଭଉଣୀଟେ ହଉ ସେମାନଙ୍କର ଅବସ୍ଥା କଣ ହେଇଛି ନା 8ମ 7ମ ଶ୍ରେଣୀରୁ ସେମାନେ ମାସିକିଆରେ ଶିକାର ହଉଛନ୍ତି। ଯାହା ପଛର ମୂଳ କାରଣ କଣ ନା ରିଫାଇନ ତେଲ। ଯଦି ଆମେ ଆକୁ ଯଦି ନ ଜଗିବା ପ୍ରଥମେ ସୋରିଷ ତେଲ ଆମେ ଖାଇବା ପୁଣି ଷ୍ଟାର୍ଟ ଅପ୍ କରିବା। ଆଉ ସୋରିଷ ତେଲ ଆମକୁ ଲାଗୁଛି ଆମକୁ ପିଓର ଆସୁନି। ଯଦି ଆମକୁ ପିଓର ଆସୁନି ଆମେ ଆଣିକି ଗରମ କରିକି ତାକୁ ଖାଇପାରିବା। ଦ୍ଵିତୀୟ ଜଣକୁ ସଜାଗ କରୁଛି। ତ ଇଏ ହଉଛି ଆମେ ସମାଜ ସେବାର କାମରେ ଆମେ ସମସ୍ତେ ଇନଭଲ୍ଭ ଅଛନ୍ତି। ଜଣକୁ ଯଦି ଆମେ କାହାକୁ ଗୁଟକା ଛଡେଇ ପାରିଲେ, ଜଣକୁ ଯଦି କୋଲ୍ଡ ଡ୍ରିଙ୍କସରୁ ଦୂରେଇ ପାରିଲେ, ଆମକୁ କୋଉଠି ନା କୋଉଠି ସେଇ ପରମପିତା ପରମେଶ୍ୱର ଆଶୀର୍ବାଦ ଆସିବ ଯେ ତାଙ୍କର ଆଶୀର୍ବାଦ ବ୍ଲେସିଂ ଯାହା ଉପରେ ଅଛି ତାହେଲେ ସେ ନିଶ୍ଚିତ ଆଗକୁ ବଢିବ। ଆଉ ଆଗକୁ ବଢିବା ପାଇଁ ଦେଖନ୍ତୁ ବିଷ ବିକିକି ପଇସା ଇନକମ କରୁଛନ୍ତି ଲୋକ। ମୋର କହିବାର କଥା ଯେ ଆଜିକା ଡେଟରେ ଲୋକ ବିଷ ବିକି ପଇସା ଇନକମ କରୁଛନ୍ତି। ଚାହେ ଗଞ୍ଜେଇ ହଉ, ଚାହେ ମାଦକ ଦ୍ରବ୍ୟ ହଉ, କୌଣସି ବି ଜିନିଷ ଲୋକ ବିଷ ସିଗାରେଟ ଆପଣଙ୍କ ସିଗାରେଟ କଣ ଭଲ ଜିନିଷ କି? ସିଗାରେଟ ବିକିକି ପଇସା ଇନକମ କରୁଛନ୍ତି ନା। ମୋ କହିବା କଥା ଯଦି ଲୋକମାନେ ଏତେ ସବୁ ଜିନିଷ ବିକ୍ରିକି ଯୋଉଟା କି ଲୋକଙ୍କ ପ୍ରତି କ୍ଷତିକାରକ ସେ ଜିନିଷ ବିକ୍ରି କରିକି ସେମାନେ ତାଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି। ତ ମୁଁ ଆପଣଙ୍କୁ କହୁଛି ଏଥିରେ ଆପଣ ଫୁଲ ଟାଇମ ନୁହନ୍ତି ପାର୍ଟ ଟାଇମର ଆପଣ ନିଜ ଧନ୍ଦା କରୁଛନ୍ତି। ତାପରେ ଯଦି ଏ ସିଷ୍ଟମକୁ ଆସିକି ଆପଣ ଭଲ ଜିନିଷକୁ ପ୍ରମୋସନ କରୁଛନ୍ତି। ଆମର ପୁରାତନ ପଦ୍ଧତିକୁ ଆମେ ପ୍ରମୋସନ କରୁଛନ୍ତି। ଆମ 5000 ବର୍ଷ ପୂର୍ବରୁ ଯୋଉ ଆୟୁର୍ବେଦ ଥିଲା ସେ ଆୟୁର୍ବେଦର କବିରାଜ ବୈଦ୍ୟରାଜ ମାନେ ସମୟ ଲାଗୁଥିଲା ତାଙ୍କୁ ପ୍ରସ୍ତୁତ କରିକି ଦବା ପାଇଁ। କିନ୍ତୁ ଆମେ ସଞ୍ଜୀବ ସାର୍ ଆମକୁ ଗୋଟେ ପ୍ୟାକେଜିଂ ଫର୍ମରେ ପ୍ରସ୍ତୁତ କରି ଦେଇଛନ୍ତି ଯୋଉଟା କି ଆମେ ସେଇ ଆୟୁର୍ବେଦକୁ ଯଦି ଏଲୋପାଥିକ ଯେମିତି ମିଳୁଛି ଆୟୁର୍ବେଦିକ ସେମିତି ଡବାରେ ମିଳିଯାଉଛି। ଆମେ ଯଦି ସେଇ ଡବା ଆକାରରେ କାହାକୁ ଦେଇପାରିବା ଯଦି କାହାର ଠିକ ହେଇପାରିଲା ତାହେଲେ ନିହାତି ଏଟା ସମାଜ ସେବା କାମରେ ଯିବ। ଆମେ ପୁରାତନ ପଦ୍ଧତି ଆମରି ଦେଶର ସଂସ୍କୃତି ଆମେ ପ୍ରମୋସନ କଲେ। ଦ୍ୱିତୀୟ ଜିନିଷ ବାହାର କଣ୍ଟ୍ରିର ଜିନିଷ ନୁହଁ। ଆପଣ ଆଜିକା ଡେଟରେ କୋଲ୍ଡ ଡ୍ରିଙ୍କସ ଯେତେ ଜାଗାରେ ପିଉଛନ୍ତି ଆମ ଅଦର କଣ୍ଟ୍ରି ପଇସା ଯାଉଛନ୍ତି। ତାହେଲେ ଆମେ ଦେଶ ଦ୍ରୋହୀ କାମ କରୁଛନ୍ତି। କୋଲ୍ଡ ଡ୍ରିଙ୍କସ ଯଦି ଆମେ ପିଇଲେ 10